ସାରା ଦେଶ ଆଜି ପ୍ରଥମ ରାଷ୍ଟ୍ରୀୟ ମହାକାଶ ଦିବସ ପାଳନ କରୁଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନ କରିବେ। ଚଳିତ ବର୍ଷର ବାର୍ତ୍ତା ରହିଛି ଚନ୍ଦ୍ରକୁ ସ୍ପର୍ଶ, ଜୀବନର ଉତ୍କର୍ଷ, ଭାରତର ମହାକାଶ ଗାଥା। ଏଥିରେ ସମାଜ ଏବଂ ପ୍ରଯୁକ୍ତି ବିଦ୍ୟା ଉପରେ ମହାକାଶ ଅନୁସନ୍ଧାନର ଗଭୀର ପ୍ରଭାବକୁ ଗୁରୁତ୍ୱ ଦିଆଯାଇଛି। ରାଷ୍ଟ୍ରୀୟ ମହାକାଶ ଦିବସ ଅବସରରେ ରାଷ୍ଟ୍ରପତି ରୋବୋଟିକ୍ସ ଚ୍ୟାଲେଞ୍ଜ ଏବଂ ଭାରତୀୟ ଅନ୍ତରୀକ୍ଷ ହାକାଥନ୍ର ବିଜେତାମାନଙ୍କୁ ସମ୍ମାନିତ କରିବେ। ସୂଚନାଯୋଗ୍ୟ, ଗତବର୍ଷ ଆଜିର ଦିନରେ ଚନ୍ଦ୍ରଯାନ-3 ମିଶନରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡରର ସୁରକ୍ଷିତ ଓ ସହଜ ଭାବେ ଅବତରଣ ହୋଇଥିଲା। ଏହି ଉପଲବ୍ଧି ସହିତ ଭାରତ ମହାକାଶ ଯାତ୍ରା କରୁଥିବା ରାଷ୍ଟ୍ରଗୁଡ଼ିକର ଏଲିଟ୍ ଗ୍ରୁପ୍ରେ ସାମିଲ ହୋଇ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ଚତୁର୍ଥ ରାଷ୍ଟ୍ର ଏବଂ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିଥିବା ପ୍ରଥମ ରାଷ୍ଟ୍ର ହୋଇଥିଲା। ସହଜ ଅବତରଣ ପରେ ପ୍ରଜ୍ଞାନ ରୋଭର ଚନ୍ଦ୍ରପୃଷ୍ଠରେ ସଫଳ ଭାବେ କାର୍ଯ୍ୟ କରିଥିଲା। ଚନ୍ଦ୍ରପୃଷ୍ଠରେ ଅବତରଣ ସ୍ଥଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିବଶକ୍ତି ପଏଣ୍ଟ ନାମରେ ନାମିତ କରିଥିଲେ ଏବଂ ଅଗଷ୍ଟ 23କୁ ରାଷ୍ଟ୍ରୀୟ ମହାକାଶ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। 1960 ମସିହାର ପ୍ରାରମ୍ଭରେ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ସ୍ୱତନ୍ତ୍ର ଜ୍ଞାନକୌଶଳ ବିକଶିତ କରି କ୍ରମାଗତ ଭାବେ ଅଗ୍ରଗତି କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁକ୍ରେନ୍ ଗସ୍ତ ଯୁଦ୍ଧ ଶେଷ କରିବାରେ ସହାୟକ ହେବ ବୋଲି ଜାତିସଂଘ ମହାସଚିବ ଆଶା ରଖିଥିବା ତାଙ୍କ ମୁଖପାତ୍ର ଷ୍ଟିଫେନ୍ ଦୁଜାରିକ୍ କହିଛନ୍ତି। ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁକ୍ରେନ୍ ଗସ୍ତ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ଦୁଜାରିକ୍ କହିଛନ୍ତି ଯେ ସେହି ଅଞ୍ଚଳକୁ ଅନେକ ରାଷ୍ଟ୍ର ଏବଂ ସରକାରଙ୍କ ମୁଖ୍ୟ ଗସ୍ତ କରିଥିବା ଜଣାପଡ଼ିଛି ଏବଂ ଏହା ଆଶା କରାଯାଉଛି ଯେ ଏହି ସମସ୍ତ ଗସ୍ତ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ସଂଘର୍ଷ ଶେଷ କରିବା ନିମନ୍ତେ ସହାୟକ ହେବ। ଜାତିସଂଘର ସାଧାରଣ ସଭା ଅତି କମ୍ରେ 3ଟି ସଂକଳ୍ପରେ ରୁଷୀୟ ସାମରିକ ଅଭିଯାନ ବନ୍ଦ କରିବାକୁ ଦାବି କରିଛି ଏବଂ ଅନ୍ୟ ଏକ ସଂକଳ୍ପରେ ୟୁକ୍ରେନ୍ର ଭିତ୍ତିଭୂମି ଉପରେ ଆକ୍ରମଣ ବନ୍ଦ କରିବାକୁ ମଧ୍ୟ ଦାବି କରିଛି। ପୋଲାଣ୍ଡ ଓ ୟୁକ୍ରେନ୍ ଗସ୍ତର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଭ୍ରେ ପହଞ୍ଚିବେ। ରାଷ୍ଟ୍ରପତି ଭ୍ଲାଦିମିର୍ ଜେଲେନ୍ସ୍କିଙ୍କ ନିମନ୍ତ୍ରଣ କ୍ରମେ ମୋଦି ୟୁକ୍ରେନ୍ ଗସ୍ତରେ ଯାଇଛନ୍ତି। ପୋଲାଣ୍ଡ ଏବଂ ୟୁକ୍ରେନ୍ ଗସ୍ତ ପୂର୍ବରୁ ନିଜର ବିବୃତ୍ତିରେ ଶ୍ରୀ ମୋଦି କହିଛନ୍ତି, ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ଏବଂ ଚାଲିଥିବା ୟୁକ୍ରେନ୍ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ସେ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ସହ ଆଲୋଚନା କରିବେ। ସେ କହିଛନ୍ତି ଯେ ଜଣେ ବନ୍ଧୁ ଏବଂ ଅଂଶୀଦାର ଭାବରେ ଆମେ ଆଶା କରୁଛୁ ଯେ ଶୀଘ୍ର ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଫେରିବ। 1992ରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ୟୁକ୍ରେନ୍ ଗସ୍ତ ହେବ। ଅର୍ଥନୈତିକ ଏବଂ ବ୍ୟବସାୟିକ ସମ୍ପର୍କ, କୃଷି, ଭିତ୍ତିଭୂମି, ସ୍ୱାସ୍ଥ୍ୟ ଓ ଶିକ୍ଷା, ଔଷଧ, ପ୍ରତିରକ୍ଷା, ସଂସ୍କୃତି ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ଉପରେ ଶ୍ରୀ ମୋଦି ଏବଂ ଶ୍ରୀ ଜେଲେନ୍ସ୍କି ଆଲୋଚନା କରିବେ। ୟୁକ୍ରେନ୍ରେ ଚାଲିଥିବା ସଂଘର୍ଷ ପରିପ୍ରେକ୍ଷୀରେ ଏହି ଗସ୍ତ ହେଉଥିବାରୁ ଏହା ମଧ୍ୟ ଆଲୋଚନାର ଏକ ଅଂଶ ହେବ। ବୁଝାମଣାରେ ପହଞ୍ଚିବା ପାଇଁ ଭାରତ କ୍ରମାଗତ ଭାବେ କୂଟନୀତି ଓ ଆଲୋଚନା ପାଇଁ ପରାମର୍ଶ ଦେଇ ଆସୁଛି। ମୋଦିଙ୍କ ୟୁକ୍ରେନ୍ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ ଓ ବିସ୍ତାର କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ଆଜି ଗୁଜରାଟର ଅହମ୍ମଦାବାଦ ଓ ଗାନ୍ଧୀନଗର ଗସ୍ତ କରିବେ। ଦିନିକିଆ ଗସ୍ତରେ ଉପରାଷ୍ଟ୍ରପତି ଗାନ୍ଧୀନଗର ସ୍ଥିତ ନ୍ୟାସନାଲ୍ ଫରେନ୍ସିକ୍ ସାଇନ୍ସ ୟୁନିଭର୍ସିଟିର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ସମ୍ବୋଧିତ କରିବା ପରେ ସେ ଅହମ୍ମଦାବାଦ ସ୍ଥିତ ଗୁଜରାଟ ବିଶ୍ୱବିଦ୍ୟାଳୟରେ ଧର୍ମଧମ୍ମା ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବେ। ଏହି ଅବସରରେ ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ରହିବେ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଆର୍ସିଏସ୍ ଉଡ଼ାନ ଅଧୀନରେ ସି ପ୍ଲେନ୍ ଚଳାଚଳ ପାଇଁ ନିର୍ଦ୍ଦେଶାବଳୀ ଉନ୍ମୋଚନ କରିଛନ୍ତି। ଏହି ମାର୍ଗଦର୍ଶିକାରେ ସି ପ୍ଲେନ୍ ପରିଚାଳନାର ନିରାପତ୍ତା ଏବଂ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି ଓ ଅପରେଟରଙ୍କଠାରୁ ଆରମ୍ଭ କରି ନିୟାମକ ସଂସ୍ଥା ପର୍ଯ୍ୟନ୍ତ ପ୍ରତ୍ୟେକ ଅଂଶୀଦାରଙ୍କ ଦାୟିତ୍ୱକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇଛି। ଏହି ନିର୍ଦ୍ଦେଶାବଳୀ ସମଗ୍ର ଦେଶରେ ସି ପ୍ଲେନ୍ କାର୍ଯ୍ୟକୁ ନିରବଚ୍ଛିନ୍ନ ଏବଂ ଦକ୍ଷ ଭାବରେ କାର୍ଯ୍ୟକାରୀ କରିବା ସୁନିଶ୍ଚିତ କରିବ। ଶ୍ରୀ ନାଇଡୁ କହିଛନ୍ତି, ଦେଶର ଦୁର୍ଗମ ଅଞ୍ଚଳକୁ ସଂଯୋଗ କରିବା ଏବଂ ସମସ୍ତଙ୍କ ପାଇଁ ଯାତ୍ରାକୁ ଅଧିକ ଉପଲବ୍ଧ କରାଇବା ଏହି ନିର୍ଦ୍ଦେଶାବଳୀର ଲକ୍ଷ୍ୟ। ଆର୍ସିଏସ୍ ଉଡ଼ାନର ସଫଳତା ପରେ ସରକାର ଆସନ୍ତା 10 ବର୍ଷ ପାଇଁ ଆର୍ସିଏସ୍ ଉଡ଼ାନ 2.0 ପ୍ରସ୍ତାବ ଆଣିବାକୁ ବିଚାର କରୁଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆମେରିକାର ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନ୍ଙ୍କ ନିମନ୍ତ୍ରଣ କ୍ରମେ
ଚାରିଦିନିଆ ଆମେରିକା ଗସ୍ତରେ ଗତକାଲି ସନ୍ଧ୍ୟାରେ ୱାଶିଂଟନରେ ପହଞ୍ଚିଛନ୍ତି। ଗସ୍ତ ସମୟରେ ଶ୍ରୀ ସିଂ ତାଙ୍କ ଆମେରିକା ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ଏବଂ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିଭାନଙ୍କୁ ମଧ୍ୟ ସାକ୍ଷାତ କରିବେ। ପ୍ରତିରକ୍ଷା ମନ୍ତ୍ରୀ ଆମେରିକାର ପ୍ରତିରକ୍ଷା ଶିଳ୍ପ ସହିତ ଚାଲିଥିବା ଏବଂ ଭବିଷ୍ୟତର ପ୍ରତିରକ୍ଷା ସହଯୋଗ ଉପରେ ଏକ ଉଚ୍ଚସ୍ତରୀୟ ରାଉଣ୍ଡ ଟେବୁଲ୍ ବୈଠକରେ ଅଧ୍ୟକ୍ଷତା କରିବେ। 2023 ନଭେମ୍ବରରେ ପଞ୍ଚମ ବାର୍ଷିକ ଭାରତ ଆମେରିକା 2+2 ମନ୍ତ୍ରୀସ୍ତରୀୟ ଆଲୋଚନା ପରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ପଦକ୍ଷେପର ଅଗ୍ରଗତିକୁ ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଶଂସା କରିଛନ୍ତି। ଭାରତର ସାମରିକ ଆଧୁନିକୀକରଣ, ପ୍ରତିରକ୍ଷା ଶିଳ୍ପ ସହଯୋଗ ପାଇଁ ଆମେରିକା ଭାରତ ରୋଡ୍ମ୍ୟାପ୍କୁ ଆଗକୁ ନେବା, ଭାରତ ମହାସାଗରୀୟ ଅଞ୍ଚଳରେ ସାମୁଦ୍ରିକ କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ଆରବ ସାଗର ଓ ସଂଲଗ୍ନ ଜଳପଥରେ ଆଇନର ଶାସନ ପାଇଁ ଭାରତର ସମର୍ଥନ ନିମନ୍ତେ ୱାଶିଂଟନ ପ୍ରତିଶ୍ରୁତି ଦେଇଛି। ନୂଆଦିଲ୍ଲୀ ଏବଂ ୱାଶିଂଟନ ଇନିସିଏଟିଭ୍ ଅନ୍ କ୍ରିଟିକାଲ୍ ଆଣ୍ଡ ଇମର୍ଜିଂ ଟେକ୍ନୋଲୋଜି ସମେତ ବିଭିନ୍ନ ରଣନୈତିକ, ଆଞ୍ଚଳିକ ଏବଂ ଦ୍ୱିପାକ୍ଷିକ ପ୍ରସଙ୍ଗରେ ନିୟମିତ ଆଲୋଚନା ଏବଂ ଉଚ୍ଚସ୍ତରୀୟ ଗସ୍ତ ଜାରି ରହିଛି। ଗତବର୍ଷ ଜାନୁଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଦ୍ୱାରା ଆରମ୍ଭ ହୋଇଥିବା ICET ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଉଭୟ ଦେଶ ସ୍ୱୀକାର କରିଛନ୍ତି। ଗତ 2 ଦିନ ଧରି ଲଗାଣ ବର୍ଷା ଯୋଗୁଁ ପଶ୍ଚିମ ନେପାଳର କାଇଲାଲି ଜିଲ୍ଲାର 500 ପରିବାର ପ୍ରଭାବିତ ହୋଇଛନ୍ତି। ଏହି ବନ୍ୟାରେ ପ୍ରାୟ 1700 ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। କଇଲାରୀ ଗ୍ରାମୀଣ ପୌରପାଳିକା ସମେତ ଭଜନୀ, ଘୋଡ଼ାଘୋଡ଼ି ଏବଂ ଗୌରୀଗଙ୍ଗା ପୌରପାଳିକା ସର୍ବାଧିକ ପ୍ରଭାବିତ ହୋଇଛି। ନେପାଳ ପୋଲିସ ଏବଂ ସଶସ୍ତ୍ର ପୋଲିସ ଫୋର୍ସ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନେପାଳର କଟାଇଣି, ଶିବଗଙ୍ଗା, କନ୍ଦ୍ରାପଥରୟା ଓ ମୋହନା ନଦୀର ବନ୍ୟାଜଳ ସ୍ଥାନୀୟ ଅଞ୍ଚଳକୁ ଜଳମଗ୍ନ କରିଛି। ଅନେକ ଅଞ୍ଚଳରେ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେଇଥିବା ସୂଚନା ମିଳିଛି। ଡିଜି ଲକରରୁ ସାର୍ଟିଫିକେଟ୍ ଡାଉନଲୋଡ୍ କରିବାରେ ଆଥଲେଟ୍ମାନଙ୍କୁ ସାହାଯ୍ୟ କରିବା ପାଇଁ ଖେଲୋ ଇଣ୍ଡିଆ ଆଜି ଏକ ୱେବିନାର ଆୟୋଜନ କରିବ। ଡିଜି ଲକରରୁ ଖେଲୋ ଇଣ୍ଡିଆ ସାର୍ଟିଫିକେଟ୍ କିପରି ଡାଉନଲୋଡ୍ କରିବେ ଶୀର୍ଷକ ଖେଲୋ ଭାରତର ଏହି ସ୍ୱତନ୍ତ୍ର ୱେବିନାର ଅପରାହ୍ନ 3ଟାରେ ଆରମ୍ଭ ହେବ। କ୍ରୀଡ଼ାବିତ୍ମାନେ ଖେଲୋ ଭାରତର ଅଫିସିଆଲ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲରୁ ୱେବିନାରରେ ଯୋଗଦେବା ପାଇଁ ଲିଙ୍କ ପାଇପାରିବେ। ଗତବର୍ଷ ଏପ୍ରିଲ ମାସରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଖେଲୋ ଇଣ୍ଡିଆ ଗେମ୍ସ ସାର୍ଟିଫିକେଟ୍କୁ ଡିଜି ଲକର ସହ ମିଶାଇ ଆଥଲେଟ୍, ସପୋର୍ଟ ଷ୍ଟାଫ୍, ବୈଷୟିକ ଅଧିକାରୀ, ସେଫ୍ଟି ମିଶନ ଏବଂ ପ୍ରତିଯୋଗିତା ପରିଚାଳକମାନଙ୍କୁ ସେମାନଙ୍କ ସାର୍ଟିଫିକେଟ୍ ଡିଜିଟାଲ ମାଧ୍ୟମରେ ଆକ୍ସେସ୍ କରିବାକୁ ଅନୁମତି ଦେଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ପୋଲାଣ୍ଡର କବାଡି ଫେଡେରେସନର ସଭାପତି ମିଚେଲ ପିଜ୍କୋ ଏବଂ ବୋର୍ଡ ସଦସ୍ୟ ଆନ୍ନା କଲଭାସିଙ୍କୁ ୱାରସରେ ଭେଟିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ପୋଲାଣ୍ଡରେ କବାଡିକୁ କିପରି ଅଧିକ ଲୋକପ୍ରିୟ କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ, ଯେଉଁଥିରେ ଭାରତୀୟ ଏବଂ ପୋଲାଣ୍ଡ ଖେଳାଳିଙ୍କ ମଧ୍ୟରେ ଅଧିକ ପ୍ରତିଯୋଗିତା ସୁନିଶ୍ଚିତ କରାଯିବ। ପ୍ୟାରିସ୍ ଅଲିମ୍ପିକ୍ସର ରୌପ୍ୟ ପଦକ ବିଜେତା ନୀରଜ ଚୋପ୍ରା ସୁଇଜରଲ୍ୟାଣ୍ଡରେ ଚାଲିଥିବା ଲୁସାନେ ଡାଇମଣ୍ଡ ଲିଗ୍ 2024 ପ୍ରତିଯୋଗିତାର ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହି ତାରକା ଭାରତୀୟ ଆଥଲେଟ୍ ସିଜିନ୍ର ଶ୍ରେଷ୍ଠ 89.49 ମିଟର ଥ୍ରୋ କରି ଶେଷ ପ୍ରୟାସରେ 90.61 ମିଟରରେ ପହଞ୍ଚିଥିବା ଗ୍ରେଣ୍ଡିଆନ୍ ତାରକା ପିଟର ସାଣ୍ଡରସନଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଲୁସାନେ ଡାଇମଣ୍ଡ ଲିଗ୍ ପ୍ରତିଯୋଗିତା ନୀରଜ ଚୋପ୍ରାଙ୍କ ପାଇଁ ସିଜିନ୍ର ପଞ୍ଚମ ପ୍ରତିଯୋଗିତା। ବ୍ରସେଲ୍ସ ଡାଇମଣ୍ଡ ଲିଗ୍ ଫାଇନାଲ ତାଙ୍କ ସିଜିନ୍ର ଶେଷ ଇଭେଣ୍ଟ ହେବ।